ନା ଆପଣ କଣ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି ରାଜନୀତି ଠାରୁ? ଆପଣ ରାଜନୀତି କହିଲେ କ'ଣ ବୁଝନ୍ତି ମୋତେ ଫାଷ୍ଟ ଆପଣ ନିଜେ କୁହନ୍ତୁ। ସୁନୀତି ମାନେ ଯଦି ରହିବେ ଆଉ ଦୁର୍ନୀତି କେମିତି ହେଇପାରିବ? ତେଣୁ ସୁନୀତି ଗୁଡାକ ରହିପାରିବେନି ରାଜନୀତିରେ। କଳାହାଣ୍ଡି ମାଟିରୁ ଆସି ରାଜଧାନୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଜଣେ ସଶକ୍ତ ମହିଳା, ଜଣେ ଲେଖିକା ଭାବରେ, ଜଣେ ସାମ୍ବାଦିକ ଭାବରେ ଆଉ ରାଜନୀତି କ୍ଷେତ୍ରରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। 2022 ମସିହା ମେୟର ନିର୍ବାଚନରେ ବିଜେପିରୁ ଟିକେଟ ପାଇ ମେୟର ଭାବରେ ଲଢ଼ିଥିଲେ ଆଉ ଲୋକଙ୍କ ଭିତରେ ଏକ ଛାପ ଛାଡ଼ି ଯାଇଛନ୍ତି। ସେ ହେଉଛନ୍ତି ଡକ୍ଟର ସୁନୀତି ମଣ୍ଡ। ତାଙ୍କ ସହିତ ଆଜି ଆମେ ସିଧାସଳଖ ଆଲୋଚନା କରିବା। ମ୍ୟାଡାମ, ଟାଇମ୍ସ ୱାନ୍ ଓଡ଼ିଆକୁ ଆପଣଙ୍କୁ ସ୍ୱାଗତ। ଥ୍ୟାଙ୍କ ୟୁ। କୁହନ୍ତୁ, କଳାହାଣ୍ଡିରୁ ରାଜଧାନୀ କେମିତି ଥିଲା ଆପଣଙ୍କର ଜର୍ଣ୍ଣି? ସ୍ୱାଭାବିକ ଥିଲା। କଳାହାଣ୍ଡି ମୋର ଜନ୍ମ ମାଟି, ଭୁବନେଶ୍ୱର ମୋର କର୍ମ ମାଟି। ସେଠି କଳାହାଣ୍ଡିରେ ଯାହା ଯାହା ମୁଁ ଶିଖିଥିଲି ଜାଣିଥିଲି ସେଇଟା ଆଉ ଟିକେ ଡେଭଲପ୍ ହେଲା ଭୁବନେଶ୍ୱର ଆସିକିରି। ଜଣେ ଲେଖିକା ଭାବରେ ହୁଅନ୍ତୁ ବା ସାମ୍ବାଦିକ ହିସାବରେ ଆପଣଙ୍କୁ କେମିତି ଚ୍ୟାଲେଞ୍ଜ ଥିଲା? ମୁଁ ଯେତେବେଳେ ମାନସିକ ଭାବରେ ପ୍ରସ୍ତୁତ ହେଲି ଯେ ମୋତେ ଲୋକଙ୍କ ପାଇଁ କିଛି କରିବାର ଅଛି, କାରଣ ମୋ ନିଜ ଜୀବନରେ ଯାହା ଆବଶ୍ୟକ ଥିଲା ଈଶ୍ୱର ମୋତେ ସେତିକି ଦେଇଛନ୍ତି। ତେଣୁ ମୋର ଆଉ ସମୟ ମୋ ପାଖରେ ଯେତେବେଳେ ରହିଛି ମୁଁ ସେ ସମୟକୁ ସଦୁପଯୋଗ କରିବାକୁ ଚାହିଁଲି। ତେଣୁ ସେତେବେଳେ ମୋତେ ଲାଗିଲା ଯେ ରାଜନୀତି ହିଁ ଏକ ପ୍ରକୃଷ୍ଟ ଦିଗ, ଯେଉଁଠାରେ କି ଆମେ ସବୁ ସ୍ତରର ଲୋକଙ୍କୁ ଛୁଇଁ ପାରୁଛୁ। ଗୋଟେ ବସ୍ତି ବାସିନ୍ଦା ଠାରୁ ଇଣ୍ଡଷ୍ଟ୍ରିଆଲିଷ୍ଟ ପର୍ଯ୍ୟନ୍ତ ସମସ୍ତେ ରାଜନୀତିକୁ ରୁଚି ରଖନ୍ତି। ଆଉ ରାଜନୀତି ମାଧ୍ୟମରେ ଗୋଟେ ଶାସନ ବ୍ୟବସ୍ଥା ଏବଂ ସମାଜର ଶୃଙ୍ଖଳା ଏବଂ ସମାଜର ବିକାଶ, ରାଷ୍ଟ୍ରର ହିତ, ଏସବୁ କଥା ସହିତ ରାଜନୀତି ହିଁ ଜଡ଼ିତ ଅଛି। ତେଣୁ ମୁଁ ସ୍ଥିର କଲି ଯେ ରାଜନୀତି ମାଧ୍ୟମରେ ଲୋକଙ୍କ ପାଇଁ ଆଉ ସମାଜ ପାଇଁ କିଛି କରିବା ପାଇଁ। ବହୁତ ନାଁ ଥିଲା ବା ସମସ୍ତେ ଚର୍ଚ୍ଚା କରୁଥିଲେ ନା ଏଥର ଡକ୍ଟର ସୁନୀତି ମୁଣ୍ଡ ଆସିବେ। ହଠାତ୍ ଆପଣ ଭାବିଲେ କି ଯେ କ୍ୟାମ୍ପେନିଂର କେଉଁ ଷ୍ଟ୍ରାଟେଜି ଆପଣଙ୍କୁ ଫେଲ୍ ମାରିଲା, ଯୋଉଥିପାଇଁ ଆପଣଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା? ଦେଖନ୍ତୁ, ସେ ତ ବହୁତ ପୁରୁଣା କଥା ହେଲାଣି। ତାକୁ ସେତେବେଳକୁ ବହୁତ ତା ଉପରେ ବାର୍ତ୍ତାଳାପ ହେଇସାରିଛି। ଆଉ ସେ ପୁରୁଣା କଥାଟାର ଆଉ କିଛି ସେତେ ଚାର୍ମ ବି ନାହିଁ। 4 ବର୍ଷ ଗତି କରିସାରିଲାଣି। ଆ ଭିତରେ ଅନେକ କିଛି ସରକାର ବଦଳି ସାରିଛି, ଆଉ ଅନେକ ହିସାବ କିତାବ ବଦଳି ସାରିଛି। ବର୍ତ୍ତମାନ ଯେଉଁ ପ୍ରକାର ଭାବରେ ରାଜନୀତିରେ ବ୍ୟବସ୍ଥା ଆମେ ଦେଖୁଛୁ, ଏମିତି ସବୁ ତ ଦେଖିବା ପାଇଁକି ମୁଁ ଆସିନଥିଲି କି ଏସବୁ ହେଇ ଆସିଛି, ପୂର୍ବରୁ ମଧ୍ୟ ହେଇଛି। ଆମେ ଯଦି ଦେଖିବା, ଯେତେବେଳେ କାର୍ଲ ମାର୍କ୍ସ ଯେତେବେଳେ ସ୍ୱର ଉଠେଇଥିଲେ, ଆପଣ ସେଇ ସମୟକୁ ଯାଆନ୍ତୁ, ସେତେବେଳେ ବି ପୁଞ୍ଜିପତିମାନଙ୍କର ପୁଞ୍ଜିବାଦର ଥିଲା, ପ୍ରଭାବ ଥିଲା। ଆଜି ବି ସେ ପୁଞ୍ଜିବାଦର ପ୍ରଭାବ ଅଛି। ତେବେ ସମୟ ଅନୁସାରେ ବଦଳୁ ନାହିଁ କିଛି ବି, ସେଇଟା ଭାରି ଦୁଃଖ ଲାଗୁଛି। ସେତେବେଳେ ଲୋକ ଫାଇଟ୍ କରୁଥିଲେ କ'ଣ? ଜଳ, ଜମି, ଜଙ୍ଗଲ ପାଇଁକି। ଆଜି ଆମେ କ'ଣ ଫାଇଟ୍ କରିବା? ଆଜି ଆମକୁ କ'ଣ ଆକ୍ରାନ୍ତ କରୁଛି? ଆଇଟି ସେଲ୍ଟେ ଆମକୁ କବ୍ଜା କରିକି ନେଉଛି ବ୍ୟକ୍ତିମାନଙ୍କର ମାନସିକ ସ୍ଥିତିକୁ। ଆପଣ ଦେଖନ୍ତୁ, ଏଆଇ ବର୍ତ୍ତମାନ ଯେତିକି କାମ କଲାଣି, ଅନେକ କ୍ରିଏଟିଭ୍ ୱାର୍କ ଏଆଇ ମାଧ୍ୟମରେ ହେଇଯାଉଛି। ହୁଏତ ଆମର ଯେଉଁମାନେ କ୍ରିଏଟିଭ୍ ପର୍ସନ୍ ଅଛନ୍ତି ତାକୁ ଏଆଇ ମାଧ୍ୟମରେ ଆଉ ଆଗକୁ ନିଜ ବୁଦ୍ଧି ସେତିକି ଲଗେଇକିରି ଏଆଇକୁ ବ୍ୟବହାର କରିବା କଥା, ସଦୁପଯୋଗ କରିବା କଥା। କିନ୍ତୁ ସଦୁପଯୋଗ କେତେ ହେଉଛି ସମାଜରେ? ସବୁ ଜିନିଷର ଯାହା ବି ନୂଆ ଜିନିଷଟେ ଆସୁଛି ତାର ଦୁରୁପଯୋଗ ସିନା ବେଶୀ ହେଉଛି, ସଦୁପଯୋଗ ହେଉନାହିଁ। ତେଣୁ ଏତଦ୍ୱାରା ମାନବ ସମାଜ, ଜୀବ ଜଗତ ହିଁ ଏଫେକ୍ଟ ହେଉଛି, ଯେଉଁଟା ହେବା କଥା ନୁହେଁ। ଆଉ ଯଦି କିଛି ସୁଧାର ହେଇପାରିବ, ସୁଧାରଟା ଲୋକଙ୍କ ପାଖରେ ହିଁ ଥାଏ, ଆଉ ଲୋକ ହିଁ ସ୍ୱର ଉଠେଇବାକୁ ପଡ଼ିବ। ମ୍ୟାଡ଼ାମ, ମେୟର ନିର୍ବାଚନ ପରେ ପରେ ଆପଣ ଗ୍ରାଉଣ୍ଡ ଜିରୋରୁ ହଠାତ୍ ଦୂରେଇ ଗଲେ କାହିଁକି? ନା, ମୁଁ ଦୂରେଇ ଯାଇନି। ମୁଁ ରହିଥିଲି। ଯେହେତୁ ଗୋଟେ ଦଳ ସହିତ ଆମେ ରହିଛୁ, ତେଣୁକି ଦଳର ସମସ୍ତ ଗତିବିଧିରେ ମୁଁ ଥିଲି। ଦଳ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଠିଆ ହେଉଥିଲି। ଆଉ ମୋର ଯେହେତୁ କଳାହାଣ୍ଡି ମୋର ଜନ୍ମ ମାଟି ଆଉ ଭୁବନେଶ୍ୱର ମୋର କର୍ମ ମାଟି, ଉଭୟ ମାଟିରେ ମୁଁ କାମ କରୁଥିଲି। ଆଉ କିନ୍ତୁ ଯେତେ ଗୋଟେ ଦଳୀୟ ଫୋରମ୍ରେ ଯେମିତି ଭାବରେ ପ୍ରପରଲି ଲାଇନ୍ ଅଫ୍ କରାଯାଏ, ମାନେ ସିଷ୍ଟମ୍ଟା ଯାହା ଅଛି, ସେ ସିଷ୍ଟମ୍ ଭିତରେ ଯଦି ମୋତେ ଦାୟିତ୍ୱ ଦିଆଯାଇଥାନ୍ତା, ତାହେଲେ ହୁଏତ ଆପଣମାନଙ୍କୁ ଆଜି ଦେଖାଯାଇଥାନ୍ତା। କିନ୍ତୁ ମୋ କାମଟା ମୁଁ କରୁଥିଲି। ଠିଆ ହେବାଟା, ମୁଁ ଦଳର ସମସ୍ତ କାର୍ଯ୍ୟକ୍ରମରେ ଠିଆ ହେଉଥିଲି।
ବିଭିନ୍ନ ଆନ୍ଦୋଳନ ଏସବୁରେ ମଧ୍ୟ ସାମିଲ ହେଉଥିଲି। ଆଉ ସାଧାରଣରୁ ଗୋଟେ ଗୋଟେ କଥା ଆପଣଙ୍କୁ ଗୋଟେ ଉଦାହରଣ ଦେଲେ ଜାଣିବେ ଯେ ଯେମିତିକି ମଣ୍ଡଳ ସବୁ କରାହେଇଛି। ମାନେ ସେତେବେଳେ ତ ମୁଁ ନୂଆ ନୂଆ ରାଜନୀତିକୁ ଆସିଥିଲି, ମୁଁ ଏତେ କଥା ଜାଣିନଥିଲି, କିନ୍ତୁ ବ୍ୟବସ୍ଥାଟିକୁ କ'ଣ ଅଛି ମୁଁ ଯେତେବେଳେ ଜାଣିଲି ସେଇ ବ୍ୟବସ୍ଥା ସହିତ ମୁଁ କାମ କରିବାକୁ ଚାହିଁଲି, କିନ୍ତୁ ସେ ବ୍ୟବସ୍ଥା ଭିତରକୁ ପଶିବାକୁ ଦିଆଗଲା ନାହିଁ। ତେଣୁ କାହିଁକି ପଶିବାକୁ ଦିଆଗଲା ନାହିଁ ଆଉ କାହିଁକି ଏଭଳିଆ ମାନେ ତା 2 ବର୍ଷ ପରେ ସାଧାରଣ ନିର୍ବାଚନ ଅଛି। ତେଣୁ ସେମାନେ କାହାର କୋଉ ପ୍ରକାର ହିସାବ କିତାବ ମୁଁ କିଛି ଆଉ ସେ ବିଷୟରେ ଆଲୋଚନା କରିବାକୁ ବି ଚାହୁଁନି, କି ମୋର ସେତେ ଆଗ୍ରହ ବି ନାହିଁ ସେ ସବୁ ଆଲୋଚନା କରିବାକୁ। ଆପଣଙ୍କୁ ବିରୋଧାଭାସ ଆସିଲା ପାର୍ଟି ତରଫରୁ, ସେମାନେ କାହିଁକି ବିରୋଧ କଲେ ଆପଣ? ନା, ପାର୍ଟି ତରଫରୁ ବିରୋଧ ମୁଁ କହିବି ନାହିଁ। ପାର୍ଟିର ଆଦର୍ଶ ତ ଆମକୁ ଭଲ ଲାଗିଛି ବୋଲିକି ଆମ ସହିତ ମ୍ୟାଚ୍ କରିଛି, ଆମ ଆଇଡିଓଲୋଜି ସହିତ କହିକି ଆମେ ପାର୍ଟିରେ ସାମିଲ ହେଲୁ। ଆଉ ଅନ୍ୟ ପାର୍ଟି ତ ପୁଣି ଏତେ ଥିଲେ, ସେତେବେଳେ ଶାସକ ଦଳ ପୁଣି ବିଜେଡି ଥିଲେ, ମୁଁ କାହିଁକି ଶାସକ ଦଳ ସହିତ ସାମିଲ ହେଲି ନାହିଁ? ମୁଁ ଗୋଟେ କାହିଁକି ଯିଏ ଶାସନରେ ନାହାନ୍ତି ତାଙ୍କ ସହିତ ମୁଁ କାହିଁକି ଯୋଡ଼ି ହେଲି? ଆଉ ମେୟର ଟିକେଟଟା ବହୁତ ପରେ ମିଳିଲା, ତା ପୂର୍ବରୁ ତ ମୁଁ ସାମିଲ ହେଇସାରିଥିଲି ମାନସିକ ସ୍ତରରେ। ଯେହେତୁ ମୁଁ ପିଲାଟି ଦିନରୁ ଆମେ ବିଜେପି ଆଇଡିଓଲୋଜିର ଆମ ପରିବାର, ଆଉ ସେଥିପାଇଁ କି ଆମେ ସେଇ ସଂସ୍କାରରେ ବଢ଼ି ଆସିଛୁ। ତେଣୁକରି ନିଶ୍ଚିତ ଭାବରେ ସେଇ ଦଳ ପ୍ରତି ଯେତେବେଳେ ରାଜନୀତିକୁ ଆସିବା କଥା ଚିନ୍ତା କଲୁ, ଆମକୁ ବିଜେପିଟା ହିଁ ଆମକୁ ସୁଟ୍ କଲା ଆମ ଆଇଡିଓଲୋଜିକୁ। ଆଉ ସେଠି ତେଣୁ ମୁଁ ବାରମ୍ବାର କହି ଆସିଛି, ମୁଁ ଦଳର ଆଦର୍ଶରେ ଏବେ ବି ଅନୁପ୍ରାଣିତ ଅଛି, ପ୍ରଭାବିତ ଅଛି। କିନ୍ତୁ ଦଳ ଭିତରେ କିଛି ଜଣ ଥାଆନ୍ତି ଯେଉଁମାନେ ରାଜନୀତି ଭିତରେ ତ ରାଜନୀତି ହବ ଏସବୁ କଥା, ତେଣୁକରି ସେଟାକୁ ଆଉ କିଛି କହିବାର କିଛି ଆବଶ୍ୟକ ନାହିଁ। ସମୟ ଅନୁସାରେ ବହୁତ କିଛି ବଦଳିଯାଏ। ଯେଉଁ ଉଦ୍ଦେଶ୍ୟ ନେଇ ମୁଁ ରାଜନୀତିକୁ ଆସିଥିଲି, ମୋର ସେ କାର୍ଯ୍ୟଟା ଏବେ ବି ଚାଲିଛି। ମୁଁ ସମସ୍ତ ସାମାଜିକ ଫୋରମରେ ମୁଁ ଠିଆ ହେଉଛି। ବିଜେପିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମ୍ୟାଡାମ ମୁଣ୍ଡକୁ ଦେଖିବାକୁ ମିଳୁନି। ନା, ମୁଁ କହିଲି ପରା ସେଟା ଦଳ ନିର୍ଦ୍ଧାରଣ କରିବ ନା, ମୁଁ କ'ଣ ସେଥିରେ କହିବି? ଦଳ ସେଟା ତାଙ୍କର ନିଷ୍ପତ୍ତି କରିବେ। ଆଉ ବର୍ତ୍ତମାନ ଯେହେତୁ ଗୋଟେ ସରକାର ବଦଳି ଯାଇଛି, ସେମାନେ ବିରୋଧୀ ଦଳରେ ଥିଲେ ଏତେ ଦିନ, ହଠାତ୍ କିରି ଗୋଟେ ସରକାରକୁ ଆସିଛନ୍ତି, ତାକୁ ବ୍ୟବସ୍ଥିତ କରିବାକୁ ବି ସମୟ ଲାଗିବ। ତେଣୁ ସେମାନେ କ'ଣ ନିଷ୍ପତ୍ତି ନେଉଥିବେ, କରୁଥିବେ। ନା, ଆପଣ କ'ଣ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି ରାଜନୀତି ଠାରୁ? ଆପଣ ରାଜନୀତି କହିଲେ କ'ଣ ବୁଝନ୍ତି? ମୋତେ ଫାଷ୍ଟ ଆପଣ ନିଜେ କୁହନ୍ତୁ। ରାଜନୀତି ମାନେ ଆପଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବା କରିକି ଜନସାଧାରଣଙ୍କୁ କିଏ ଦୁଃଖ ବୁଝନ୍ତି ତ କିଏ ବୁଝନ୍ତି ନାହିଁ। ନାମକୁ ମାତ୍ର ଆମେ ଗୋଟେ ପଦବୀଟେ ପାଇବୁ, ଆଉ ସେ ପଦବୀକୁ ନେଇ ତ ଆପଣମାନେ ଯାହାକୁ ଚୟନ କରିଥାନ୍ତି ତାଙ୍କୁ ଆପଣ ପ୍ରତିନିଧି ବୋଲି କହନ୍ତି, ଲୋକପ୍ରତିନିଧି। ଲୋକପ୍ରତିନିଧି। ତେବେ ଲୋକପ୍ରତିନିଧି ଆଉ ସେବକ ଭିତରେ ବି ଫରକ ଅଛି। ଯଦି ସେବକ, ତାହେଲେ ଦରମା କାହିଁକି ନେଉଛେ? ତେଣୁ ଏଠିରେ ଆମେ ଯେଉଁ ସେବା ଶବ୍ଦଟାକୁ ଦୁରୁପଯୋଗ କରୁଛୁ ବୋଲି କହିବି। ତେଣୁ ସେବା ଯଦି କରୁଛୁ ଆମେ ଦରମା ନେବା ନାହିଁ, ପେନସନ ପାଇବା ନାହିଁ। ଆଉ ଆମେ ଯଦି ପ୍ରତିନିଧିତ୍ୱ କରୁଛୁ ତାହେଲେ ଲୋକଙ୍କର ସମସ୍ୟାକୁ ସ୍ୱର ଉଠେଇବୁ, କାରଣ ଆମେ ଲୋକ ପ୍ରତିନିଧି। ରାଜନୀତି, ଶ୍ରେଷ୍ଠ ନୀତି, ସୁନୀତି, ଏମିତି ବି ମୋ ବାପା ମା ମୋତେ ସୁନୀତି ନାଁ ଦେଇଛନ୍ତି। ତେଣୁ ମୁଁ ସବୁବେଳେ ସୁନୀତିରେ ହିଁ ରହିଛି। ଆଉ ସେଇଟାକୁ ଏବେ ସୁନୀତିଟାକୁ ଆଉ କିଛି ଦୁରାଚାରୀ ଦୁର୍ନୀତି କରିବାରେ ବସିଛନ୍ତି। ତେଣୁ ଯଦି ସୁନୀତିକୁ ଦୁର୍ନୀତି କରିଦେବେ, ତାହେଲେ ବାପା ମା ତ ମୋତେ ସୁନୀତି ନାମ ଦେଇଛନ୍ତି, ମୁଁ ତ ମୋର କାମଟା ସୁନୀତି ରଖିଛି। ଆଉ ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି, ଗୋଟେ ଦଳ ସହିତ ସାମିଲ ହେଇଛି। ଦଳ ଯଦି ଆମ ଦକ୍ଷତା, ଆମ କ୍ୟାପାବିଲିଟିକୁ ନେଇକି କାମରେ ଲଗେଇ ପାରିବ, ଭଲ କଥା। ଆଉ ଦଳ ଯଦି ସେଟାକୁ ଲଗେଇ ପାରୁନାହିଁ, ତାହେଲେ ନହେଲେ ନାହିଁ। ଆଉ ଆମେ ଆଉ ସେଥିରେ ଆଉ କ'ଣଟା କହିବା? ଆମେ ଆମର ମନ ଭିତରୁ ଆମର ସ୍ୱଚ୍ଛତା ରହିଛି। ଆଉ ଯେତେବେଳେ ଶାସନରେ ନଥିଲେ, ସରକାରରେ ନଥିଲେ, ଆବଶ୍ୟକ ପଡ଼ିଲୁ ଲଢ଼େଇଲ, ଲଢ଼ିଲା ପରେ ଭଲ ପ୍ରଦର୍ଶନ ବି ଦେଖିଲ, ଆକ୍ଟିଭ ବି ରହିଛୁ। ତା ପରଠୁ କରିବା ମାନସିକତା ରଖିଛୁ, ଭିଜନ ରଖିଛୁ। ତାପରେ ବି ଯଦି ଆମେ ଅଲୁଡ଼ା ଅଛୁ, ତାହେଲେ ତାଙ୍କୁ ଯେଉଁମାନେ ଆବଶ୍ୟକ ସେମାନଙ୍କୁ ଲୋଡ଼ିବେ। ଆଉ ଭୁବନେଶ୍ୱର ପାଇଁ ଆପଣଙ୍କର କ'ଣ ଥିଲା ସେତେବେଳେ ଭିଜନ? ନିଶ୍ଚିତ ଭାବରେ 22ଟି ପଏଣ୍ଟ ସେତେବେଳେ ବି ମୁଁ କହିଛି, ଆପଣମାନଙ୍କ ପାଖରେ ପହଞ୍ଚା ବି ଯାଇଥିଲା ସେ 22ଟି ପଏଣ୍ଟକୁ। ଆଉ ଯେତେବେଳେ ଯେଉଁ ନିର୍ବାଚନରେ ଆମେ ଓହ୍ଲେଇ ଥାଉ, ତାର ଦାୟିତ୍ୱଟି ଯାହା ଥାଏ, ଯେମିତି ସହରଟାକୁ ସୁନ୍ଦର କରିବା, ସଫା ସୁତୁରା ରଖିବା, ପରିମଳ ବ୍ୟବସ୍ଥାକୁ ସୁଚାରୁ ରୂପେ ଦେଖିବା, ରାସ୍ତାଘାଟରେ ଗାଈ ଗୋରୁ ଯେଉଁ ଶବ ପଡ଼ୁଛି ସେ ସବୁକୁ ଶୀଘ୍ର ଉଠେଇବା। ତାପରେ ଆପଣ ଦେଖନ୍ତୁ ଏଇ ଯେଉଁ ନାଳଟା, କେନାଲଟା ଯେଉଁ ପ୍ରକାର ଭାବରେ ଆମର ଆଜି ବି ଅଳ୍ପ ଟିକେ ବର୍ଷା ହଉ ହଉ ମାନେ ବନ୍ଦ ହେଇଯାଉଛି, ପାଣି ସବୁ ଆଡ଼କୁ ଅବରୁଦ୍ଧ କରୁଛି। ତେଣୁ ତାକୁ ପ୍ରପର ସିଷ୍ଟମାଇଜ କରିବା।
ତାପରେ ଆମର ଭେଣ୍ଡିଂ ଜୋନ୍ ଗୁଡ଼ାକ ଯୋଉଟା ରହିଛି, ଭେଣ୍ଡିଂ ଜୋନ୍ର କଥା ବି ରହିଛି। ତାପରେ ବିଭିନ୍ନ ଅଞ୍ଚଳରେ ୱାର୍ଡ ୱାଇଜ୍ ପାର୍କ ରହିବା କଥା, ୱାର୍ଡ ୱାଇଜ୍ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ରହିବା କଥା। ତାପରେ ଆମର ସବୁ ୱାର୍ଡ ୱାଇଜ୍ରେ ପ୍ରପରଲି କାମ ହେଉଛି କି ନାହିଁ, ସେଗୁଡ଼ାକ ମାନେ ସ୍ୱଚ୍ଛତା ରହୁଛି କି ନାହିଁ, ତାକୁ ବି ଦେଖିବା କଥା। ଏଭଳିଆ କରିକି 22ଟି ପଏଣ୍ଟ ମୁଁ ସେତେବେଳେ ବି ରଖିଥିଲି। ଆଉ ଆମେ ଏବେ ସେଟା କରିବାକୁ ଚାହୁଁଛୁ, ଆଉ କଲେ ବି ସରକାର ଯେମିତି ଭାବରେ କରିପାରିବେ। ଆଉ ଗୋଟେ ପାୱାରରେ ଥିଲେ ଜଣେ ଯେମିତି କରିପାରିବ ସୁରୁଖୁରୁରେ, ଜଣେ ପାୱାରରେ ନଥିଲେ କରିବାଟା ଏତେ ସହଜ ନୁହେଁ। ମ୍ୟାଡ଼ାମ୍, ଆପଣ ଯେଉଁ ଭିଜନ ଦେଖିଥିଲେ ବା 22ଟି ପଏଣ୍ଟର କଥା କହୁଥିଲେ, ସେ ଭିଜନ ଏବେ କ'ଣ ଫୁଲଫିଲ୍ ହେଇଛି ନା କେତେକାଂଶରେ ଫୁଲଫିଲ୍ ହେଇଛି? କିଛି ହେଇନାହିଁ କି ହଉନାହିଁ ମଧ୍ୟ। ମ୍ୟାଡ଼ାମ୍, ଆଉ ଗୋଟିଏ କଥା ବହୁତ ଜୋର ଚର୍ଚ୍ଚା ହୁଏ ଯେ ରାଜନୀତିରେ ନୀତି କମ୍ ଅନୀତି ଅଧିକା। ଆପଣ କ'ଣ କହିବେ ୟା ଉପରେ? ଆଉ ସୁନୀତିମାନଙ୍କୁ ଯଦି ଏମିତି ମାରିଗୋଡ଼ା ହବ, ବ୍ୟବସ୍ଥିତ କରା ନଯିବ, ଏମିତି ହବ ଆଉ କ'ଣ। ୟଙ୍ଗ ମାସ୍ ରାଜନୀତି କ୍ଷେତ୍ରକୁ ଆସିବା ପାଇଁ ଚାହୁଁଛନ୍ତି, ଆଂସିୟସ୍, ସେମାନଙ୍କୁ ଆପଣଙ୍କର କ'ଣ ରହିବ ସନ୍ଦେଶ? ସ୍ୱାଗତ ଆସିବା ଦରକାର। ୟଙ୍ଗ ମାସ୍ ନିହାତି ଆସିବା ଦରକାର। କାହିଁକିନା ଗୋଟେ ଯୁବକ ପାଖରେ ଯେଉଁ ଜୋସ୍ ଥାଏ, ହୋସ୍ ଥାଏ, ଇଚ୍ଛା ଶକ୍ତି ଥାଏ, ତା ସହିତ ଯଦି ଯେଉଁ ପୁରୁଖାମାନେ ଥାଆନ୍ତି, ଯେଉଁମାନେ ଅନୁଭୂତି ସମ୍ପନ୍ନ ଲୋକମାନେ ଦଳ ଭିତରେ ଥାଆନ୍ତି, ସେମାନେ ଗାଇଡ଼ କରିବେ ଆଉ ଯୁବକମାନେ କାମ କରିବେ, ତାହେଲେ ବହୁତ ଭଲ କାମ ହେଇପାରିବ। ତେଣୁ ମୁଁ ସ୍ୱାଗତ କରିବି ସବୁବେଳେ ଯୁବକମାନଙ୍କୁ, ଆଉ ଯୁବା ଆସିବା ଦରକାର। ବୃଦ୍ଧମାନେ ମାଡ଼ି ବସିଛନ୍ତି ଜାଗା, ଆପଣ କ'ଣ କହିବେ, କେମିତି ସୁଯୋଗ ପାଇବେ? ଯୁବକ ଚେତିବା ଦରକାର, ଯୁବକ ସାମ୍ନାକୁ ଆସିବା ଦରକାର। ଆଉ ଯୁବକ ଯଦି ୱାନ୍ସ ଚେତିଗଲା, ଆଗକୁ ଆସିଲା, କେହି ଆଉ ବସିପାରିବେନି, ଠିଆ ହେବାକୁ ବାଧ୍ୟ ହେବେ। ମ୍ୟାଡ଼ାମ୍, ଆଗରୁ ଆମେ ଇତିହାସରେ ପଢ଼ିଛେ ରାଜତନ୍ତ୍ର କଥା, କିନ୍ତୁ ଆମେ କହୁଛେ ଏବେ ଲୋକତନ୍ତ୍ର। ତ ଏବେ କୁହନ୍ତୁ, ଏବେ ଆମର ଲୋକତନ୍ତ୍ର ସରକାର ନା ରାଜତନ୍ତ୍ର ଚାଲିଛି? ଯେଉଁ ରାଜତନ୍ତ୍ର ବ୍ୟବସ୍ଥାକୁ ବିଦା କରାଯାଇଛି, ତାର ପ୍ରଭାବ ଏବେ ବି କିଛି କାଂଶ ରହିଛି। ଲୋକତନ୍ତ୍ର ଆଉ ରହିଲା କେଉଁଠି? ଲୋକତନ୍ତ୍ର ରହି ନାହିଁ ବୋଲି ତ ମୋର ବର୍ତ୍ତମାନ ଗୋଟେ କଲମ ବି ଓଡ଼ିଶା ଭାସ୍କରରେ ନିୟମିତ ବାହାରୁଛି, ସପ୍ତାହକୁ 2 ଦିନ। ଗୋଟେ ଆସୁଛି ଶନିବାର ଦିନ ଆଉ ବୁଧବାର ଦିନ। ଲୋକତନ୍ତ୍ରରେ ପ୍ରଶ୍ନର ପ୍ରାସଙ୍ଗିକତା, ଲୋକତନ୍ତ୍ରର ସୁରକ୍ଷା ପାଇଁ ନାଗରିକର ଦାୟିତ୍ୱ, ଲୋକତନ୍ତ୍ରର ସୁରକ୍ଷା ପାଇଁ ମିଡ଼ିଆର ଦାୟିତ୍ୱ, ଲୋକତନ୍ତ୍ରର ସୁରକ୍ଷା ପାଇଁ ରାଜନେତାର ଦାୟିତ୍ୱ, ଲୋକତନ୍ତ୍ରର ସୁରକ୍ଷା ପାଇଁ ଯୁବକର ଦାୟିତ୍ୱ, ମହିଳାର ଦାୟିତ୍ୱ, କୃଷକର ଦାୟିତ୍ୱ, ବିଭିନ୍ନ ସଂଗଠନର ଦାୟିତ୍ୱ, ଏସବୁ କଥା ଉପରେ ମୁଁ ସେଠି ଲେଖିଛି ଆର୍ଟିକଲ। 40-70 ଆର୍ଟିକଲ ଏଯାବତ୍ ଲେଖା ହେଇଛି। ବର୍ତ୍ତମାନ ଟିକେ ବ୍ରେକ୍ ରହିଛି, ଆଗକୁ ଆହୁରି ଲେଖା ଯେତେବେଳେ ଆସିବ ଆହୁରି ଲେଖାଯିବ। ଏଇଟା ମୋର ହିନ୍ଦୀରେ ମଧ୍ୟ ସନ୍ମାର୍ଗ ହିନ୍ଦୀ ଯେଉଁ ନ୍ୟୁଜ୍ ପେପର, ସେଠିରେ ଜାନୁଆରୀ 1ରୁ ଫେବୃଆରୀ 17 ପର୍ଯ୍ୟନ୍ତ ନିୟମିତ ଏଡିଟୋରିଆଲ ପେଜ୍ରେ ବାହାରିଛି। ସେଥିପାଇଁ ମୁଁ ସନ୍ମାର୍ଗ ଏଡିଟର ରାମକିଶନ ଜୀଙ୍କୁ ଧନ୍ୟବାଦ ଦେବି ଯେ ସେ ଏତେ ମୋତେ ସ୍ଥାନ ଦେଇଥିଲେ। ଆଉ ଆମେ ତ ସାପ୍ତାହିକ ଗୋଟେ କରିବା ଯୋଜନା ଥିଲା, କିନ୍ତୁ ଯେତେବେଳେ ଆର୍ଟିକଲ ଗୁଡ଼ାକ ସେ ପଢ଼ିଲେ, ସେ କହିଲେ ଏ ତ କରେଣ୍ଟ ଇସ୍ୟୁ ଉପରେ ଭଲ ଅଛି, ଆଉ ଆକୁ ନିୟମିତ ଦିଆଯାଉ। କାରଣ ତାଙ୍କ ଭିତରେ ବି ମୁଁ ଦେଖିଲି ସେ ମଧ୍ୟ ରାଷ୍ଟ୍ର ପାଇଁ କିଛି କାମ କରିବାକୁ ଚାହୁଁଛନ୍ତି। ସେ କହିଲେ ଏଇଟା ଯେତେବେଳେ ସମାଜର ସଂସ୍କାର ପାଇଁକି, ସମାଜର କଲ୍ୟାଣ ପାଇଁକି, ରାଷ୍ଟ୍ର ହିତ ପାଇଁକି ଆର୍ଟିକଲ ଲେଖା ହେଉଛି, ତେବେ ୟାକୁ ମୁଁ ସବୁଦିନ ମୋ ପେପରରେ ସ୍ଥାନ ଦେବି। ତେଣୁ ସେଇଟା ଲୋକ ସରକାର ହେଇକି ବହିଟା ପବ୍ଲିଶ ହେଇଯାଇଛି। ଏବେ ଦିଲ୍ଲୀରେ 12 ତାରିଖରେ ଉନ୍ମୋଚନ ହେଲା ଲୋକ ସରକାର। ତା ସହିତ ମୋର ଦୀନଦୟାଲଙ୍କର ଉପରେ ମଧ୍ୟ ଗୋଟେ ପୁସ୍ତକ ଉନ୍ମୋଚନ ହେଲା। ଆଉ ବହୁତ ଭଲ କଥାଟି ବର୍ତ୍ତମାନ ଭାଜପା କରୁଛନ୍ତି ଯେ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ଶିବିର ମାନେ କରୁଛନ୍ତି। ଏଇଟା ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆଉ ପଣ୍ଡିତ ଦୀନଦୟାଲଜୀଙ୍କର ଯେଉଁ ଆଦର୍ଶ ଥିଲା, ଯେଉଁ ଏକାତ୍ମ ମାନବବାଦ ଥିଲା, ସେ ଏକାତ୍ମ ମାନବବାଦ ଭିତରେ ଯେମିତି ମାନେ ସମାଜର ସବୁ ଦିଗକୁ ସେ କଭର କରୁଥିଲେ, ସବୁ ସ୍ତରର ଲୋକ କେମିତି ଉପକୃତ ହୁଅନ୍ତୁ ତାହା ସେ ଚେଷ୍ଟା କରି ଆସୁଥିଲେ। ସେଇ ଜିନିଷଟା ବର୍ତ୍ତମାନ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ଉଣା ହେଉଥିବା ଅନୁଭବ ହେଇଛି। ତେଣୁ ତ ଏଇ ପ୍ରଶିକ୍ଷଣକୁ ଆରମ୍ଭ କରାଯାଇଛି। ତେଣୁ ଏଇ ପ୍ରଶିକ୍ଷଣଟା ଖାଲି ଭାଜପା ଭିତରେ ରହିବା କଥା ନୁହଁ, ମୁଁ ତ କହିବି ବାହାରକୁ ବି ଆସିବା କଥା। ଆଉ ପଣ୍ଡିତ ଦୀନଦୟାଲଜୀଙ୍କର ଯେଉଁ ଆଦର୍ଶ, ତାହା ସମସ୍ତ ବର୍ତ୍ତମାନ ଯେଉଁ ଯୁବକମାନେ ବି ରାଜନୀତିକୁ ଆସିବାକୁ ଚାହୁଁଛନ୍ତି, ମୁଁ କହିବି ତାହାକୁ ପଢ଼ନ୍ତୁ। ଆଉ ବହୁତ ଗୁଡ଼ିଏ ବହି ମାର୍କେଟରେ ଆପଣ ପାଇବେ। ମୋର ନିଜର ମଧ୍ୟ ହିନ୍ଦୀରେ ଆଉ ଓଡ଼ିଆରେ ପୁସ୍ତକ ଅଛି, ତାକୁ ବି ପଢ଼ନ୍ତୁ ଆପଣମାନେ। ମୁଁ ସେଠି 20ଟା ଆର୍ଟିକଲ ଦେଇଛି।
केमिति भाबरे से साहित्यर केमिति प्रभाव पकईथिले से केमिति समाजर माने निम्नरू अति निम्न स्तरर लोकंक पई कृषक पई कि युवक पई कि महिलांक पई कि समस्तंक पई कि से केमिति भाबरे तांकर आदर्शटा थिला ताकू मु विभिन्न आर्टिकल करिकि देइछि। राज्यसभा निर्वाचन रे जहा हैला मु तो 4 जन को अभिनंदन जणेबी तेबे जहा हैला कोन केते एटा ठीक एटा कोन लोकतंत्र पई ठीक आमे संख्या न थाई कि मध्य आमे गुणागणित करिकि जिते दे पारुछु तेणु समस्ते 4 जन को मु सम्मान करे श्रद्धा करे किंतु काहाको मु आरोप आक्षेप करिवे नाही किंतु जहा होची सिस्टमटा जहा हेछि सेटा ठीक नुह लोकतंत्र पई कि। मैडम आपण कहते जे यंग मैस पॉलिटिक्स को आसबार जरूरी विदाउट मनी रे कौन पॉलिटिक्स करवा संभव कि काहेकि हे परिबनी आमे जदि मनी नेलु माने आमे केमिति से पैसाटा को बाहर करबु खाली से चिंता रे रहइबु तेणु बिना पैसा रे काई राजनीति हबनी आज्ञा आगु तो बहुत भलो होतिला बहुत आदर्श राजनीति होउतिला आपण देखंतु जो जने राजनेता को आपण पचारिबे जदि तांको सहित आपण इंटरव्यू नेबे से निश्चित भाबरे तांकर उडा आदर्श जन को रखिथिबे से वाजपेयी हुअन्तु किंबा मोदी जी को हुअन्तु किंबा आडवाणी जी को हुअन्तु किंबा सुभाष चंद्र बोस को हुअन्तु माने समस्ते मु सुभाष चंद्र बोस को मोर आइडल मानिछि मु तांको मु सबुदिन पूजा करे जनक द्वारा अनुप्राणित हेइथाउ एई तो लोक चली गलेनी हेले वर्तमान एमिति किए अछंती जहा द्वारा जणे अनुप्राणित हेइकिरी राजनीति कला कि तांको द्वारा प्रभावित हेइकि गोटे दल को आसिला आ खाली पावर कैच करबा पई कि मु मोदी तीन द्वारा अनुप्राणित हेली कहिकिरी कहिदेले हबनी किंबा मु बिजू पटनायक द्वारा नवीन पटनायक द्वारा अनुप्राणित हेली कहिदेले हबनी कि भक्त दास द्वारा अनुप्राणित हेली कहिदेले हबनी तमे सत्तरे तांकर प्रति अनुप्राणित हेइकी जदि आसीच तमे केबे भी दल बदलेबो नाही आ तमे जो दलर गोटे छाप नेइकिरी तमे लोकंक भोट पाइथिबो तमे तो लोकंक प्रति कृतज्ञता कल लोक तुमको भोट देइथिले कोन पाई कि गोटे चिन्ह को नेइकी देइथिले तमे ताको किंतु धोखा दउछो लोकंको तेणु एठिरे मास माने बुझिबा कथा पब्लिक बुझिबा कथा लोक सचेतन हेबा दरकार आउ लोक कोन आउ मूर्ख होइकी अछंती लोकंक पाखरे सब जिंस उपलब्ध अछि यूट्यूब अछि मीडिया अछि आपनकर सब आपन माने वेब चैनल अछंती आउ काहार स्वर को अटका जाई परिबो नाही एठी गणतंत्र राष्ट्र अच्छु आमर स्वाधीनता अच्छे आमर कहिबार अधिकार अच्छे हाँ बाधा विघ्न आसीबो आपनकर जदि काहार स्वार्थ रे टिके आघात होला से बाधा विघ्न आसीबो किंतु ताकू डरी गले तो ସେମାନେ आहुरी डरेबे। मैडम आपण बे कहले जे सुभाष चंद्र बोस होछन्ती आपनकर आइडल कहले किंतु महात्मा गांधी हले जे मते जदि गोटे चापुडा मारुची गोटे गाल को मार गालटी देखे देबी किंतु तांकोटू संपूर्ण डिफरेंस थिले सुभाष बोस जे मते ब्लड दियो मु आपनको स्वाधीनता देवी जो आइडियोलॉजी रे आपण वंचिछन्ती किंतु हठात राजनीति रे ए जो आइडियोलॉजी ने कि निहाती आपण बाहरी थिबे तो से आइडियोलॉजी को आप अप्लाई करथिले कि वर्तमान समय रे सुभाष बोस कर आदर्शटी दरकार काहे कि ना एटा जदि आपण न करिवे ताहेले सुधारी पारिबेनी किछि को मु जे पर्यंत सुभाष बोस आदर्श अछंती मु कहबी महाभारत रो कर्ण मोर आदर्श अछंती कर्ण कौन कले सब किसी भोगिले तो मो भितरे कर्ण आउ सुभाष बोस गोटे पुराण चरित्र गोटे इतिहास चरित्र दुईटी चरित्र मो भितरे जो मु आदर्श करी मानिली जणे सब किसी को वरण करिछि जणे तुमको बाड़ेले आ गोटे बाड़ा बोलिकी कहूची तेणु मु दीटा नीति को पसंद करुची आउ समय अनुसार कारण वर्तमान जो समय आसिलानी आज भी बहुत सुभाष बोस सेतेबेले सुभाष बोस प्रति जो जिनसटी हेइथिला आज जदि सुभाष बोस प्रथम प्रधानमंत्री हेइथांते देशर गतिविधि रूपरेख आ गोटे प्रकार हेइथांता किंतु सेतेबेलକୁ मध्य राजनीति तांको प्रति भी राजनीति हेइची से गोटे गालरे बाड़ेले आ गोटे गालर पिटी देवा कथाटा कहिले किंतु से निजे भी तांको जीवन रे कोन भोगिले से भी राजनीतिर शिकार हेइचंती आज भी सेमिति सुभाष बोस को परि राजनीतिर शिकार होउचे तेबे सेतेबेलर सुभाष चंद्र बोस को प्रति अन्याय हैला भूल हैला बोली जो माने आज कहउचंती तमे माने एबर सुभाष चंद्र बोस मान को काहे कि आविष्कार करिके तांको आगो को नौन तेणु आपण मानक सामने सब कथा अछि कहा को केमिति भाबरे विचार करिवे आगो को नेबे सेटा आपण मानक ऊपर मैडम आउ गोटे कथा आपण बहुत नजर रही बड़ बड़ पदवी रे थाई राजनीति पई छाड़ी की राजनीति रे मिशुछंती बहुत पदाधिकारी नजर रही आपण भी जानी छंती से कथा
ତେବେ ଏଇ ରାଜନୀତି କ'ଣ ଗୋଟେ ଭଲ ବ୍ୟବସାୟ କି ଭଲ ଇନକମ୍ ହୁଏ କି? ସେଥିପାଇଁ ବର୍ତ୍ତମାନ ଗୋଟେ ନିୟମ କରିବା ବି ଦରକାର। ରାଘବ ଚଡ୍ଡା ବହୁତ ବଢ଼ିଆ କଥା ଉଠେଇଛନ୍ତି ପାର୍ଲାମେଣ୍ଟରେ, ଆପଣ ଶୁଣିଥିବେ। ମୁଁ ମଧ୍ୟ ତାକୁ ସମର୍ଥନ କରୁଛି ସେଇ କଥାକୁ, ଯେ ଯେଉଁ ମାନେ ଯାଉଛନ୍ତି ରାଜନୀତିକୁ ପଦମଣ୍ଡନ କଲା ପରେ ଯେଉଁ କଥାଟି ଜବାବ ଦେଇଥାନ୍ତି, ଯଦି ନିଜ କଥାକୁ ରଖୁନାହାନ୍ତି ତାଙ୍କ ପାଇଁ ମଧ୍ୟ କିଛି ପନିଶମେଣ୍ଟ ରହିବା ଦରକାର। ସେ ତାଙ୍କର ପଦ ଛାଡ଼ିବେ, ଆଗକୁ ନିର୍ବାଚନ ଲଢ଼ିପାରିବେ ନାହିଁ ଯଦି ସେ ଫୁଲଫିଲ୍ କଲେ ନାହିଁ। ଲୋକଙ୍କୁ ଯେଉଁ କଥା ଦେଇଛନ୍ତି ସେ କଥାକୁ ପୂରଣ କରିବା ଦରକାର। ଯଦି ପୂରଣ କରିପାରୁନାହଁ, ତମ ପାଇଁ କି ଆଗକୁ ନିର୍ବାଚନ ଲଢ଼ିପାରିବ ନାହିଁ। ଏତିକି ଟଙ୍କା କି ସେ ଗୋଟେ ଫିକ୍ସ କରିବା କଥା, ଗୋଟେ ଆମାଉଣ୍ଟ ଏତିକି ଫାଇନ୍ ଦେବ। ଏଇଭଳିଆ ଯଦି କିଛି ପନିଶମେଣ୍ଟ ରଖାଯାଆନ୍ତା, ତାହେଲେ ଏ ଯେଉଁ ଯିଏ ପାଇଲେ ସେ ଯେଉଁ ପଇସା ବଳର ଆଉ ପ୍ରଭାବ ବଳରେ ଆସିକି ବଂଶବାଦରେ ଆସିକିରି ଯେଉଁ ପାୱାର କ୍ୟାଚ୍ କରିକିରି ଯେଉଁ ପ୍ରକାର ଦୁର୍ନୀତି ହେଉଛି, ସେସବୁ ବନ୍ଦ ହୁଅନ୍ତା। ବହୁତ ସରକାର ଆସିଲେଣି ଗଲେଣି, ସମସ୍ତେ ଡିଣ୍ଡିବ ପିଟନ୍ତି ଆମ ସରକାର ହେଉଛି ଟ୍ରାନ୍ସପରେନ୍ସି, ଆମ ପାଖରେ ଅଛି ସ୍ୱଚ୍ଛତା। କିଏ ବିରୋଧୀ ଥିଲାବେଳେ ସେତେବେଳେ ପୁରା ରଡ଼ି ଛାଡ଼ନ୍ତି ବିଧାନସଭାରେ, ତାପରେ ବି ଶାସକ ଆସିଲା ବେଳେ ପୁରା ଚୁପ୍ ପଡ଼ିଯାଆନ୍ତି। ଶାସକ ଦଳ ବି ବିରୋଧୀ ଭୂମିକା ନିଭାନ୍ତି ଆଉ ବହୁତ ଜୋରେ ହୋ ହଲ୍ଲା କରନ୍ତି। ପ୍ରକୃତରେ କୁହନ୍ତୁ, ଆପଣ ଜାଣିବା ଭିତରେ କେଉଁ ସରକାର ପୁରା ଟ୍ରାନ୍ସପରେନ୍ସି, ପୁରା ନୀତି ଆଦର୍ଶରେ ବନ୍ଧା? ଆଜ୍ଞା, ଯେତେବେଳେ ଆମେ ଦେଖୁଛୁ ଯେ ଲୋକତନ୍ତ୍ରର ହତ୍ୟା ହେଉଛି, ଦଳମାନେ ବି ନିଜ ଆଦର୍ଶକୁ ରଖିପାରୁନାହାନ୍ତି, ନେତା ବି ନିଜ କଥାକୁ ଜବାବକୁ ରଖିପାରୁନାହାନ୍ତି। ଯେତେବେଳେ ନେତା ନିଜର ଜବାବ ରଖିପାରୁନାହାନ୍ତି, ଦଳ ନିଜ ଆଦର୍ଶକୁ କଣ୍ଟିନ୍ୟୁ କରିପାରୁନାହାନ୍ତି, ସେ ସମୟରେ ପବ୍ଲିକ ଯାହା କରିବା କଥା ବର୍ତ୍ତମାନ ପବ୍ଲିକର ପାଖରେ ଏତେ ବଡ଼ ଶକ୍ତିଟି ଅଛି। ଦେଶର ନାଗରିକମାନେ ସଚେତନ ହେବା ସମୟ ଆସିଗଲାଣି, ସଚେତନ ହେବା ଦରକାର। ଆଉ ନିଜର ଯେଉଁ ବହୁମୂଲ୍ୟ ସେ ଯେଉଁ ଭୋଟଟିକୁ କେମିତି ସହି ଜାଗାରେ ଦେବେ, ସହି ଜନପ୍ରତିନିଧିଟେ ଚୟନ କରିବେ, ସେଟା ଲୋକ ବିଚାର କରିବା କଥା। ଆଉ ଯଦି ଜନତା ପଇସା ନେଇକି ଭୋଟ ଦେବୁ କହିବେ, ଆଉ ତମେ ତ ପଇସା ଦେଇକିରି ଭୋଟଟା ପାଇଛ, ଭୋଟଟା ଦେଇଛ, ଆଉ ତମେ ପୁଣି ସେବା ଆଶା କାହିଁ କରୁଛ? ତମ ଅବସ୍ଥା ସେୟା ହବ। ତମେ ପରା ପଇସା ନେଇଛ। ତେଣୁ ଜନତାକୁ ଠିକ କାମ କରୁଛନ୍ତି କି? ଅଧିକାଂଶ ଯେଉଁମାନେ ବି ଅଧିକାଂଶ ଭୋଟ ଦେଇ ଯାଉଛନ୍ତି, ଆପଣ ଦେଖନ୍ତୁ ବସ୍ତି ବାସିନ୍ଦା, ଯେଉଁମାନଙ୍କୁ ରାଜନୀତି ବିଷୟରେ କିଛି, ଦେଶ ବିଷୟରେ କିଛି ନଲେଜ ନଥିବ, କୌଣସି ମାନେ ଅଧ୍ୟୟନ ନଥିବ, ସେମାନେ ଶାସନ ବ୍ୟବସ୍ଥା କ'ଣ ବି ଜାଣୁନଥିବେ, ସେ ଯାଇକି ଭୋଟ ଦେଉଛନ୍ତି। ସେମାନେ ନେତା ଚୟନ କରିବେ, ସରକାର କିଏ ହେବ ସେମାନେ ନିର୍ଦ୍ଧାରଣ କରିବେ। ତ କେମିତି ଭାବରେ ହେଇପାରିବ ଏ କଥାଟି? ତେଣୁ ଭୋଟ ଦେଉଥିବା ଲୋକର ମଧ୍ୟ ଗୋଟେ ଯୋଗ୍ୟତା ରହିବା ଦରକାର। ତା ପାଇଁ ମଧ୍ୟ ମିନିମମ୍ ଗୋଟେ ଯୋଗ୍ୟତା ରଖିବା କଥା, ଯେ ସେ ରାଷ୍ଟ୍ର ପାଇଁ କ'ଣ ଜାଣିଛି, ନେତା ସମ୍ପର୍କରେ କ'ଣ ଜାଣିଛି, ତା ସମାଜ ସମ୍ପର୍କର ଆବଶ୍ୟକତା କ'ଣ ବୁଝୁଛି କି ନାହିଁ, ସେତିକି ମଧ୍ୟ ତା ନଲେଜ ଥିବା ଦରକାର। ତେବେ ଯାଇ ସେ ଭୋଟ ଦେଇପାରିବ। ଏଇ କଥା ଯେଦିନ ହେଇଯିବ, ଦେଖିବେ ଅନେକ ସୁଧାର ହେଇଯିବ। ଅନେକ ଜାଗାରେ ଯିବାକୁ ଗାଁକୁ ରାସ୍ତା ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି। ସେଠି ଆପଣ କେମିତି ଭାବୁଛନ୍ତି ଜଣେ ନିରୀହ କେଉଁ ବନାଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷ ବା ସଚେତନ ନାଗରିକ ହବ ବୋଲି? ସେଥିପାଇଁ କହିଲି ପରା, ତାଙ୍କ ସମାଜର ଆବଶ୍ୟକତା କଥା ବି ଜାଣୁଥିବ। ମାନେ ଆପଣ ଦେଖନ୍ତୁ, ନିର୍ବାଚନଟା ଆମେ ଲୋକସଭା ଦେଉଛୁ, ଆମେ ବିଧାନସଭା ଦେଉଛୁ, ଆମେ ପୌର ଦେଉଛୁ, ପଞ୍ଚାୟତ ଦେଉଛୁ, ଆମେ ଜିଲ୍ଲା ପରିଷଦ ଚୟନ କରୁଛୁ, ବିଭିନ୍ନ ସ୍ତର ରହିଛି। ତେଣୁ ମୁଁ ବିଭିନ୍ନ ସ୍ତରର କଥା କହି ଆସିଲି। ଯେଉଁ ଲୋକ ଭୋଟ ଦେଇ ଯାଉଛି, ତା ସମାଜର କଲ୍ୟାଣର କ'ଣ ହେବ, ତା ସମାଜର ଅସୁବିଧାଟି କ'ଣ ଅଛି, ତାର ଆବଶ୍ୟକତାଟାକୁ ଏଇ ଜନପ୍ରତିନିଧିଟି ସମାଧାନ କରିପାରିବ କି, ଏ କଥା ଗୁଡ଼ାକ ନଲେଜ ଥିବା ଦରକାର ତା ଭିତରେ। ତା ଭିତରେ ସେ ନଲେଜ ନଥିବ ଆଉ ସେ ଭୋଟ ଦେବ, ତାହେଲେ ଏମିତି ହିଁ ଭୋଟଟା ହେବ। ତେଣୁ ସେଇଠି ସୁଧାର ହେବା ଦରକାର। ଏଇ ରାଜନୀତି, ସଚେତନ ନାଗରିକ ଆଉ କ'ଣ ହେବା ଦରକାର, ଗୋଟେ ଭଲ ସରକାର ଗଢ଼ିବା ଦରକାର। ଆଜି ଗୋଟେ ନାଗରିକ ହୁଅନ୍ତୁ ବା ସାଧାରଣ ଗୋଟେ ଜେନେରାଲ ପିପୁଲ ବହୁତ ଅଣନିଶ୍ୱାସୀ ହେଇଗଲେଣି। କିନ୍ତୁ ଯିଏ ଥରେ ଗୋଟେ ଭୋଟ ପାଇକି ଜିତି ଆସିଲା ପରେ ଆଉ ଦେଖା ଦର୍ଶନ ବି ନାହିଁ। ୟା ଉପରେ ଆପଣଙ୍କର କ'ଣ ମନ୍ତବ୍ୟ ରହିବା ଦରକାର? ଯେ ଯେତେବେଳେ ଜଣେ ପ୍ରତିଶ୍ରୁତି ଦେଇଛି ଆଉ ଆସିଲା ପରେ, ପାୱାରକୁ ଆସିଲା ପରେ କରୁନାହିଁ, ତାହେଲେ ତା ପାଇଁ କିଛି ପନିଶମେଣ୍ଟ ରହିବା ଦରକାର। ଆଉ ସେ ଯଦି ତା ପ୍ରତିଶ୍ରୁତି ରଖୁନାହିଁ, ଆଗକୁ ସେ ଆଉ ନିର୍ବାଚନ ଲଢ଼ିବା ଅଧିକାର ରହିବା କଥା ନୁହେଁ। ଆଉ ଗୋଟେ ନିୟମ ହେବା କଥା, ଆଉ ଗୋଟେ କଥା ଯେ ମିନିମମ୍ 2 ଥର ଜଣେ ଲଢ଼ିପାରିବ।
दुई थर जदि से जीति सारलाणी तृतीय थर रे ताकू आ निर्वाचन को न ओल्ले बरं दल माने ताकू संगठन कार्य रे लगेबा कथा तेबे से जेहेतु निर्वाचन लड़ी थिबो तार अनुभूति थिबो से संगठन भितर भल संगठन करिपारिबो संगठन जेतेबेले भल हबो निश्चित भाव में आगको भल भल नेता आसीबे नुआ नुआ लोक भी आसी पारिबे आउ आपण जदि एबे ओडिसा रे 147टा सीट अछि माने सेही 147 सीट सेठी घुरुथिबे एई सरकार आसिला से दलरु पळे आस एठु टिकेट नै जाओ आ गोटे सरकार आसिला सब जगह सेपटु पळगी सेपटे टिकेट नै गले माने एमाने कोन ठिका नै कि जन्म हिचंती ना कोन जे बापा परि हाँ सबु सेटा तो वंशानुवाद कथा गला जो माने दल परिवर्तन करूचंती ए दल माने भी केमिति सेमान को नियंती मु बुझी पारेनी से कथाटी गोटे दलरु आ गोटे दल जेतबे सरकार बदलिला माने अन्य दलरु पळे आसीबे टिकेट नै जिवे तेणु ए जो जिनस गुड़ाक जे पर्यंत शुद्धता आसी नाही माने आमे जेते बाड़े छाटे होथिबा आपण जेते एमिति मीडिया हो हल्ला करूथिले भी किछि प्रभाव पड़िबो नाही आज्ञा तेणु जन सचेतनता निहाती आवश्यक आ जन स्वर निहाती आवश्यक तेणु करी मु लोकतंत्र स्वर लिखिछि बही मोर लोकतंत्र स्वर बहीटी को पढ़ंतु जो माने जदि बुझी पारु नाहंती कोन होउची राजनीति रे आ नागरिक दायित्वटा कौन हेबा कथा यदि बुझी पारु नाहंती ताले लोकतंत्र स्वर को पढ़ंतु सांबादिक हिसाब रे आपनकर को पॉइंट बा को आइडियोलॉजी को राजनीति रे इम्प्लीमेंट करछंदी करबा पई कि जेति कि जो विजन टा रहिथिला आउ जो करिवार इच्छा शक्तिटा से सबु को जेमिति प्रॉपरली जिबा कथा देखा जो आगो को कौन अछि भगवान को ऊपर मु छाड़ी देछि कारणा मु तो मो निज पई कि आसी नथिली राजनीति को मु लोकन को पई आस्थिली लोकन को पई काम करिवार इच्छा अछि तेणु आमको जदि सेतिकी सुविधा सुजोग मिलिबो आमे आहुरी अधिक करि परिबो आ ईश्वरंकर वरदान मु धन्यवाद देबी ईश्वर को से एते मात्रा रे शक्ति धैर्य आ साहस देइचंती मो भितरे निश्चय मु कृतज्ञता ज्ञापन करिबी समाज राष्ट्र मो पई कि प्रथम राजनीति रे सुनीति मानकर स्थान नाही सुनीति माने जदि रहिबे आ दुर्नीति केमती हेई पारिबो तार सुनीति गुडाक रहि पारिबेनी राजनीति रे आमे आलोचना करथिले डॉक्टर सुनीति मुन को सहित जति से उत्तर देले निजर भावावेग कथाटा कहले जे राजनीति रे सुनीति मानकर स्थान नाही भुवनेश्वर अखेचंद टाइम्स ऑन ओडिया।